ସମସ୍ତେ ଗାଈକୁ ପାକୁଳି କରିବାର ତ ଦେଖିଛନ୍ତି, କିନ୍ତୁ ମଣିଷକୁ କେବେ ପାକୁଳି କରିବାର ଦେଖିଛନ୍ତି କି? ଦେଖି ନାହାନ୍ତି। ହେଉଛି ମଣିଷ ମଧ୍ୟ ପାକୁଳି କରେ। ଆପଣ ନିଜେ ଥରେ ନିଜକୁ ପଚାରି ଦେଖନ୍ତୁ ଯେ ଅତୀତରେ ଆପଣଙ୍କ ସହିତ ଘଟି ଯାଇଥିବା ଭୁଲ ଗୁଡ଼ିକୁ ଆପଣ ବର୍ତ୍ତମାନରେ କେତେ ଥର ମନେ ପକାଉଛନ୍ତି। ବର୍ତ୍ତମାନରେ ବସିକି ଆପଣ ବାରମ୍ବାର ଭାବୁଛନ୍ତି କି ଯେ ମୋ ଦ୍ୱାରା ଏ ଭୁଲ ହେଇଗଲା କି ମୁଁ ଏମିତି କରିବାର ନଥିଲା। ତ ଏଇ ଯେଉଁ ବାରମ୍ବାର ଅତୀତର ଗୋଟିଏ ଭୁଲକୁ ଭାବିବା, এইটাକୁ ମେଣ୍ଟାଲ ରୁମିନେସନ୍ କୁହାଯାଏ, ବା ଏକ ପ୍ରକାର ମନରେ ବାରମ୍ବାର এই ଜିନିଷକୁ ଭାବିବା। ତ ଏହା ଦ୍ୱାରା କ'ଣ ହେବ ନା ବାରମ୍ବାର ଆପଣ ସେ ଜିନିଷକୁ ଭାବିକି ଆପଣ ତାକୁ ହିଁ ଶକ୍ତି ଦେଉଛନ୍ତି, ସେଟା ବଢ଼ି ବଢ଼ି ଚାଲିବ ଏବଂ ଆଉ କିଛି ଦିନ ପରେ ସେଟା ଆଂଜାଇଟି ଆଉ ଡିପ୍ରେସନକୁ ପରିଣତ ହେଇଯିବ। ତ ଏହାର ସିଧାସଳଖ ସମାଧାନ କ'ଣ? ଆପଣ ପ୍ରାଥମିକ ସ୍ତରରେ ପ୍ରଥମେ ଯେତେବେଳେ ଆପଣଙ୍କ ଭିତରେ ଏ ଥଟ୍ ଆସୁଛି ଆପଣ ତାକୁ ଲେଖିବା ଆରମ୍ଭ କରନ୍ତୁ। ଯେତେବେଳେ ଆପଣ ଲେଖିବେ ସେତେବେଳେ ଦେଖିବେ ଯେ ଆପଣଙ୍କର ମାନସିକ ସ୍ଥିତି କିଛି ବଦଳିବ, ଆପଣଙ୍କର ଫୋକସ୍ ବଦଳିବ, ଆପଣ ବର୍ତ୍ତମାନକୁ ଆସିଯିବେ। ତାପରେ ଧୀରେ ଧୀରେ ଆପଣ ତର୍ଜମା କରିବେ ଯେ ମୋତେ ଏ ଜିନିଷ ଉପରେ କ'ଣ କରାଯାଇପାରିବ। ତ ଏଥିରେ ତିନୋଟି ଜିନିଷ ଆପଣ କରିବେ। ପ୍ରଥମେ ଜିନିଷକୁ ଲେଖିବେ, ଦ୍ୱିତୀୟତଃ ଆପଣଙ୍କର ପରିବେଶକୁ ବଦଳେଇବେ, ଆପଣ ଟିକେ ଚଲାବୁଲା କରିବେ, ଟିକେ ଆକ୍ଟିଭ ରହିବାକୁ ଚେଷ୍ଟା କରିବେ ଏବଂ ସେ ସମସ୍ୟାକୁ ବ୍ରେକ୍ଡାଉନ୍ କରିବେ ଏବଂ ତାର ସବୁଠୁ ମିନିମମ୍ ଯେଉଁ ଷ୍ଟେପ୍ ଅଛି, ଯେଉଁଟା ସବୁଠୁ ମିନିମମ୍ ଆପଣ କରିପାରିବେ, ପ୍ରଥମେ ତାକୁ ହିଁ କରିବାକୁ ଆରମ୍ଭ କରିବେ। ଯଦି ଲକ୍ଷଣ ଅଧିକ ରହୁଛି ବା ଆପଣଙ୍କ ଦ୍ୱାରା କୌଣସି ଜିନିଷ କରାଯାଇପାରୁନି, ଆପଣ ଇମିଡ଼ିଏଟ୍ ଯେକୌଣସି ଭଲ ଡକ୍ଟରଙ୍କର ପରାମର୍ଶ କରିବାକୁ ପଛଘୁଞ୍ଚା କରିବେନି। ଧନ୍ୟବାଦ।